ପ୍ରେଜ୍ ଲର୍ଡ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଜି 5ଟି ବିଷୟ କହିବାକୁ ଚାହୁଁଅଛି। 1 ନମ୍ବର ବିଷୟ ହେଉଛି ଡିସିପ୍ଲିନ୍। ଆମେ ଡିସିପ୍ଲିନ୍ ହେବା ବହୁତ ଜରୁରୀ। ଆମେ ଯେମିତି ସେମିତି ଜୀବନ କାଟିପାରିବା ନାହିଁ, ଆମେ ଯେମିତି ସେମିତି ଆଚରଣ କରିପାରିବା ନାହିଁ। ଆମେ ନିଜକୁ ଡିସିପ୍ଲିନ୍ କରିବାକୁ ପଡ଼ିବ। ମୋ ପ୍ରିୟମାନେ, ଆମେ ଡିସିପ୍ଲିନ୍ ହେବାକୁ ପଡ଼ିବ। ସେଦିନ ଦାନିଏଲଙ୍କ ଅନ୍ତରରେ ପବିତ୍ର ଆତ୍ମା ଥିବାରୁ, ଶ୍ରେଷ୍ଠ ଆତ୍ମା ଥିବାରୁ ସେ ବିଖ୍ୟାତ ହୋଇଥିଲେ। ତେବେ ଆମମାନେ କାହିଁକି ହେଇପାରିବା ନାହିଁ? ପାକ୍କା ହେଇପାରିବା। ପବିତ୍ର ଆତ୍ମା ହିଁ ଆମମାନଙ୍କୁ ବିଖ୍ୟାତ କରିପାରିବେ। ଯଦି ପବିତ୍ର ଆତ୍ମାରେ ଚାଲିବା, ପବିତ୍ର ଆତ୍ମାରେ ପରିଚାଳିତ ହୋଇ ଆମେ ଆଗକୁ ବଢ଼ିବା, ନିଶ୍ଚିତ ଭାବରେ ବିଖ୍ୟାତ ହେଇପାରିବା। ପ୍ରଭୁ ଆମକୁ ଇତିହାସ ବନାଇବା ପାଇଁ ଡାକିଛନ୍ତି। ଗୋଟେ ସାଧାରଣ ଜୀବନ ବିତାଇବା ପ୍ରଭୁ ଚାହାନ୍ତି ନାହିଁ। ଆମେମାନେ ସାଧାରଣ ଜୀବନ କାଟିବା ଏହା ପ୍ରଭୁ ଚାହାନ୍ତି ନାହିଁ। ଆମେ ତାଙ୍କର ଆତ୍ମାଙ୍କ ଦ୍ୱାରା ବହୁତ କିଛି କରିବା, ଏହା ପରମେଶ୍ୱର ଇଚ୍ଛା ଅଟେ। ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ବହୁତ କିଛି କରିବା, ଏହା ପ୍ରଭୁଙ୍କର ଇଚ୍ଛା। ତୁମର ଆତ୍ମାର ଯେପରି ମଙ୍ଗଳ ହେଉଛି, ସର୍ବ ବିଷୟରେ ତୁମର ମଙ୍ଗଳ ହେଉ, ଆଉ ତୁମେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋର ପ୍ରାର୍ଥନା ବୋଲି ବାଇବଲ କହୁଅଛି। ବାଇବଲ ଲେଖା ହେଇଛି। ମୋ ପ୍ରିୟମାନେ, ଜହଲ କହୁଅଛନ୍ତି। ତେବେ ସବୁ ବିଷୟରେ ଆମେ ସମୃଦ୍ଧି ହେବା, ପ୍ରସ୍ପର ହେବା, ଏହା ପରମେଶ୍ୱର ଇଚ୍ଛା ଅଟେ। ଆତ୍ମାଙ୍କ ଦ୍ୱାରା ସବୁ ହେଇପାରିବ। ପବିତ୍ର ଆତ୍ମାଙ୍କ ଦ୍ୱାରା ସବୁକିଛି ହେଇପାରିବ। ଯଦି ଆମେ ପବିତ୍ର ଆତ୍ମାରେ ପରିଚାଳିତ ହେବା, ପବିତ୍ର ଆତ୍ମା ଦ୍ୱାରା ଚାଲିବା, ତାହେଲେ ଆମେ ବିଖ୍ୟାତ ହେଇପାରିବା, ଇତିହାସ ବନାଇ ପାରିବା, ବଡ଼ ବଡ଼ କାମ କରିପାରିବା, ବହୁତ ଆତ୍ମା ଲାଭ କରିପାରିବା, ବହୁତ ଲୋକମାନଙ୍କର ଆଶୀର୍ବାଦ କାରଣ ହେଇପାରିବା, ଚର୍ଚ୍ଚ ଗ୍ରୋ ହେଇଯିବ, ଆତ୍ମା ଲାଭ ବେଶୀ ହେବ ଯଦି ଆମେ ପବିତ୍ର ଆତ୍ମାରେ ଚାଲିବା, ଯଦି ଆମେ ପବିତ୍ର ଆତ୍ମାରେ ପରିଚାଳିତ ହୋଇ କାର୍ଯ୍ୟ କରିବା। ଯଦି ଆମେ ପବିତ୍ର ଆତ୍ମାରେ ପ୍ରାର୍ଥନା କରୁନାହୁଁ, ତେବେ ଆମେ ପବିତ୍ର ଆତ୍ମାରେ ପରିଚାଳିତ ହେଇପାରିବା ନାହିଁ। ପବିତ୍ର ଆତ୍ମାରେ ଯେଉଁମାନେ ପ୍ରାର୍ଥନା କରୁନାହାନ୍ତି, ସେମାନେ ବିଖ୍ୟାତ ହେଇପାରିବେ ନାହିଁ, ସେମାନେ ଫେମସ୍ ହେଇପାରିବେ ନାହିଁ, ସେମାନେ ଈଶ୍ୱରଙ୍କ ପାଇଁ ବଡ଼ ବଡ଼ କାମ କରିପାରିବେ ନାହିଁ। ସେମାନେ ଜ୍ଞାନୀ ଥାଇପାରନ୍ତି, ବାଇବଲର ଜ୍ଞାନ ବେଶୀ ଥାଇପାରେ, କିନ୍ତୁ ମୁଁ ତ ବିଶ୍ୱାସ କରୁନାହିଁ ସେମାନେ ବିଖ୍ୟାତ ହେଇପାରିବେ। ଦାନିଏଲ ବିଖ୍ୟାତ ହେଇଥିଲେ। 1 ନମ୍ବର ଆମମାନଙ୍କୁ ଦରକାର ଶୃଙ୍ଖଳା। ପବିତ୍ର ଆତ୍ମା ଆମକୁ ମହାନ କରିବାକୁ ଚାହାନ୍ତି, କିନ୍ତୁ ସେ ଚାହୁଁଛନ୍ତି ଆମେ ଶୃଙ୍ଖଳିତ ହେବା। 2 ନମ୍ବର ମୁଁ କହିବି, ଯାହା ମୋର ଜୀବନରେ ଶିଖିପାରୁଛି, 2 ହେଉଛି ଆଉ ହ୍ୟାବିଟ୍। ଆମର ଯେଉଁ ହ୍ୟାବିଟ୍, ଯେଉଁ ଅଭ୍ୟାସ କରୁଛୁ, ଆମେ ଭଲ ଆମେ ଅଭ୍ୟାସ ବି କରୁଛୁ, ମନ୍ଦ ଅଭ୍ୟାସ ବି କରିଥାଉ। ତେବେ ଆମେ ମନ୍ଦ ଅଭ୍ୟାସକୁ ଛାଡ଼ ବୋଲି ବି କହୁନାହିଁ, କିନ୍ତୁ ଭଲ ଅଭ୍ୟାସ କରିବା, ତେବେ ମନ୍ଦ ଅଭ୍ୟାସ ଧୀରେ ଧୀରେ ସେଟା ବନ୍ଦ ହେଇଯିବ। ସେ ବି ଭଲ ଅଭ୍ୟାସ କରିବା। ଭଲ ଅଭ୍ୟାସ କ'ଣ? ବାଇବେଲ ପଢ଼ିବା। ଭଲ ଅଭ୍ୟାସ କ'ଣ? ପ୍ରାର୍ଥନା କରିବା। ଭଲ ଅଭ୍ୟାସ କ'ଣ? ପବିତ୍ର ଆତ୍ମାରେ ପ୍ରାର୍ଥନା କରିବା, ସଙ୍ଗେ ସଙ୍ଗେ ଉପବାସ କରିବା। ଏଇଟା ହେଉଛି ଭଲ ଅଭ୍ୟାସ। ଏଇ ଅଭ୍ୟାସ ଯାକ ଆମେ କରିବା, ଉପବାସ କରିବା ଅଭ୍ୟାସ, ପ୍ରାର୍ଥନା କରିବା ଅଭ୍ୟାସ, ବାକ୍ୟ ଶୁଣିବାର ଅଭ୍ୟାସ, ଆରାଧନା କରିବାର ଅଭ୍ୟାସ, ଭଲ ଅଭ୍ୟାସ କରିବା, ଆପଣଙ୍କର ମନ୍ଦ ଅଭ୍ୟାସ ଧୀରେ ଧୀରେ ବନ୍ଦ ହେଇଯିବ। ଅଭ୍ୟାସ ଯଦି ଆପଣଙ୍କର ଅଭ୍ୟାସ ଠିକ୍ ନାହିଁ, ଡିସିପ୍ଲିନ୍ ନୁହନ୍ତି, ତାହେଲେ ଆପଣ ଆଗକୁ ବଢ଼ିପାରିବେ ନାହିଁ। ଆପଣ ଈଶ୍ୱରଙ୍କର ପାଇଁ ଗୋଟେ ବଡ଼ ବିଷୟ କିଛି କରିପାରିବେ ନାହିଁ। ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସ କରିବାକୁ, ବିଶେଷ କରି ଅଭ୍ୟାସ ବାଇବଲର ଜ୍ଞାନ ପାଇବା ପାଇଁ ରାତି ଦିନ ମେଡ଼ିଟେଟ୍ କରନ୍ତୁ, ଧ୍ୟାନ କରନ୍ତୁ, ଅଧ୍ୟୟନ କରନ୍ତୁ, ବାକ୍ୟ ଶୁଣନ୍ତୁ, ପ୍ରାର୍ଥନା କରନ୍ତୁ। ଡିସିପ୍ଲିନ୍ ହେଇଯିବେ। ଡିସିପ୍ଲିନ୍ ବି ହେଇଯିବ, ଆପଣଙ୍କର ଅଭ୍ୟାସ ବି କ'ଣ ହେଇଯିବ, ଧୀରେ ଧୀରେ ମନ୍ଦ ଅଭ୍ୟାସ ଆପଣ ଛାଡ଼ିଦେବେ। ଆପଣ କରିବେ ନା, କିନ୍ତୁ ମନ୍ଦ ଅଭ୍ୟାସକୁ ଛାଡ଼ିବେ ବୋଲି ଆପଣ ଚେଷ୍ଟା କରିବେ, ଆପଣ ପଡ଼ିଯାଇପାରନ୍ତି। 2 ନମ୍ବର। 3 ନମ୍ବର ବି କହିବି କରେକ୍ସନ୍। ଆମଙ୍କର ଜୀବନରେ ଯେଉଁ ଯେଉଁ ଭୁଲ କରିଛୁ, ଆମେ ଜାଣିପାରୁଛୁ ଆମେ କେଉଁଠି ଆମେ ଭୁଲ କରିଛୁ। ଆମେ ମାନେ ଅନୁସନ୍ଧାନ କରିବାକୁ ପଡ଼ିବ, ଆମେ କେଉଁ ଜାଗାରେ ଭୁଲ କଲୁ ସେଟାକୁ ଜାଣିବାକୁ ପଡ଼ିବ, ଆଉ ସେ ଭୁଲକୁ ସଂଶୋଧନ କରିବାକୁ ପଡ଼ିବ, ଆଉ ଆମେ ଆଉ ଆଗକୁ ବଢ଼ିବାକୁ ପଡ଼ିବ। ଆଉ ସେ ଭୁଲରେ ଯଦି ଆପଣ ଅଛନ୍ତି, ତାହେଲେ ଆପଣ ମହାନ କାମ କରିପାରିବେ ନାହିଁ। ଆପଣ ଇତିହାସ, ବଡ଼ ବଡ଼ ଇତିହାସ, ମାନେ ମହାନ ବିଷୟ ଆପଣ କିଛି କରିପାରିବେ ନାହିଁ।
ସେଥିପାଇଁ ସେ ଭୁଲରେ ରୁହନ୍ତୁ ନାହିଁ, ଭୁଲକୁ କ'ଣ କରନ୍ତୁ, ଜାଣନ୍ତୁ, ସଂଶୋଧନ କରନ୍ତୁ, ଆଉ ଆଗକୁ ବଢ଼ନ୍ତୁ। ତେବେ ମୋର ପ୍ରିୟମାନେ କରେକ୍ସନ୍ କରିବା ଦରକାର ଅଛି। ଆମେ କେଉଁ ଜାଗାରେ ଭୁଲ କରୁଛୁ ଆମେ ଜାଣିଛୁ, ଫାଇନାନ୍ସିଆଲରେ କିମ୍ବା ମିନିଷ୍ଟ୍ରିରେ କୌଣସି ବିଷୟରେ ଆମେ ଭୁଲ କରିଛୁ, ସେ ଭୁଲକୁ ଆମେ କ'ଣ କରିବାର ଅଛି, ଜାଣିବାକୁ ପଡ଼ିବ, ଆଉ ସେ ଭୁଲକୁ ଆମେ କରେକ୍ସନ୍ କରିବାକୁ ପଡ଼ିବ। 3 ନମ୍ବର। 4 ନମ୍ବର ହେଉଛି ସ୍ଥିରତା। ଗୋଟେ ମଣିଷ ଜୀବନରେ କିମ୍ବା ଗୋଟେ ଖ୍ରୀଷ୍ଟିଆନ ଲାଇଫରେ ଯଦି ସ୍ଥିରତା ନାହିଁ, ସେ ବ୍ୟକ୍ତି କେବେ ସଫଳ ହେବ ବୋଲି ଆଶା ନ କରନ୍ତୁ। ସ୍ଥିରତା ଦରକାର। ଯଦି ସ୍ଥିରତା ଅଛି, ବାକ୍ୟରେ ସ୍ଥିର ତାର ରହିବା ଦରକାର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ସବୁକିଛି କରିଦେଇଛନ୍ତି, ସବୁକିଛି କରିଦେଇଛନ୍ତି, ସବୁ ବିଷୟ ଦେଇଛନ୍ତି। ସେ କହିଲେ ସୁନା ଆମର, ରୂପା ଆମର, ସେ ସବୁ ବିଷୟ ଦେଇଛନ୍ତି। ଆମେ ସବୁ ବିଷୟ ଅନୁଗ୍ରହରେ ପାଇଛୁ, ପରିତ୍ରାଣ ବି ଅନୁଗ୍ରହରେ ପାଇଛୁ, ସବୁ ବିଷୟ ଆମେ ଫ୍ରିରେ ପାଇଛୁ। କିନ୍ତୁ ଯେଉଁ ବାକ୍ୟ ଆମେ କହୁଛି, ଆମେ ଯେଉଁ ବାକ୍ୟ ଯାହା କହୁଛି ଆମେ ତା ଅଟୁ, ଆମର ମାଇଣ୍ଡ ଯାହା କହୁଛି କିମ୍ବା ଲୋକମାନେ ଯାହା କହୁଛନ୍ତି ତାହା ଆମେ ନାହୁଁ। ଈଶ୍ୱରଙ୍କର ବାକ୍ୟ ଯାହା କହୁଛି ଆମେ ତା ଅଟୁ। ତେବେ ମୁଁ କହିବାକୁ ଚାହିଁବି, ଈଶ୍ୱରଙ୍କର ବାକ୍ୟ କହୁଛି ଯେ ସେ ସବୁ ବିଷୟ ଆମକୁ ଦେଇସାରିଛନ୍ତି। ତାପରେ ତାଙ୍କର ସନ୍ତାନ ହେଇଛୁ ଆମେ ଉତ୍ତରାଧିକାରୀ। ସେ ଦରିଦ୍ରକୁ ଧନବାନ କରିଛନ୍ତି। ହଁ, ଆମେ ଧାର୍ମିକ ହେଇଛୁ। ତାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ ହେଲେ, ଯେପରି ଆମେ ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ତାଙ୍କ ପ୍ରଭାବରେ ଆମେ ସୁସ୍ଥ ହୋଇସାରିଛୁ। ଆମେ ଆଶୀର୍ବାଦ ଯୁକ୍ତ ବ୍ୟକ୍ତି। ସେ ଅଭିଶପ୍ତ ହୋଇ ଆମକୁ ଆଶୀର୍ବାଦ କରିଛନ୍ତି। ତେବେ ବହୁତ କିଛି ଆମକୁ ପ୍ରଭୁ ଆମର ଦେଇଛନ୍ତି, ବହୁତ କିଛି ଆମ ପାଇଁ ସେ କରିଛନ୍ତି। ଆମେ ସତ୍ୟକୁ ଜାଣିବା, ଆଉ ସେ ସତ୍ୟରେ, ସେ ସତ୍ୟ ବାକ୍ୟରେ ସ୍ଥିର ହେଇକରି ରହିବା, ତେବେ ଆମେ ସଫଳତା ଡେଫିନେଟଲି ଆମେ ପାଇପାରିବା। 4 ନମ୍ବର। 5 ନମ୍ବର ହେଉଛି ଧୈର୍ଯ୍ୟ। ସ୍ଥିର ସହିତ ଆମେ ଧୈର୍ଯ୍ୟ ସହିତ ରହିବାକୁ ପଡ଼ିବ। ଧୈର୍ଯ୍ୟ ଧରିଥିବାର ଅଛି, ବାକ୍ୟରେ ସ୍ଥିର ହେଇ କରିଥିବାକୁ ପଡ଼ିବ। ସ୍ଥିର ଆଉ ଧୈର୍ଯ୍ୟତା ମାନେ ସେମ୍ ପାର ହେଇଯାଉଛି, ସେମ୍ ପରି ଲାଗୁଛି। ତେବେ ସ୍ଥିର ହେଇକି ରହିବା, ବାକ୍ୟରେ ସ୍ଥିର ହେଇକି ରହିବା ବା ଧୈର୍ଯ୍ୟ ଧରିକରି। ଆଉ ଗୋଟେ କଥା କହିବାକୁ ଚାହିଁବି, ଧୈର୍ଯ୍ୟ ସହିତ ରହିବାକୁ ପଡ଼ିବ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ଅବ୍ରାହମକୁ କେତେ ବର୍ଷ ଧୈର୍ଯ୍ୟ ଧରିଲେ ସେ, ଯୋସେଫ କେତେ ବର୍ଷ ଧୈର୍ଯ୍ୟ ଧରିଲେ ସେ। ତେବେ ଧୈର୍ଯ୍ୟ ଦରକାର ଅଛି। ପ୍ରତିଜ୍ଞା ସବୁ ପ୍ରଭୁ କରିଛନ୍ତି, ମହତ୍ ପ୍ରତିଜ୍ଞା ମାନେ ପାଇଛୁ। ତେବେ ଯେତେ ପ୍ରତିଜ୍ଞା ପରମେଶ୍ୱର କହିଛନ୍ତି ଆମକୁ, ଦେଇଛନ୍ତି ଆମକୁ, ସେ ପ୍ରତିଜ୍ଞାକୁ ବିଶ୍ୱାସ କରି ଧୈର୍ଯ୍ୟରେ ରହିବାକୁ ପଡ଼ିବ, ଆଉ ସ୍ଥିର ହେଇକି ରହିବାକୁ ପଡ଼ିବ। ଆମର କାର୍ଯ୍ୟରେ ଆମେ ସ୍ଥିର ହେବାର ଅଛି। ଏଣେ ତେଣେ ପଳାଇବା, ଏ କାମ ଛାଡ଼ି ସେ କାମ, ସେ କାମ ଛାଡ଼ି ଏ କାମ ଛାଡ଼ି ସେ କାମ, ଏମିତି ହେବା ନାହିଁ। ସ୍ଥିରତା, ସେ 5 ନମ୍ବର ଧୈର୍ଯ୍ୟ। ତେବେ ମୋର ପ୍ରିୟ ବାଲେ, ଏତିକି କହିବି ରହୁଛି। ଆଉ ଏଇ ସର୍ଟ ମେସେଜରେ ଆପଣମାନଙ୍କର ଲାଭ ଆସିବ, ଲାଭବାନ ହେବେ ବୋଲି ମୁଁ ଆଶା କରୁଛି। ତେବେ ଆମେ ଧୈର୍ଯ୍ୟ ସହିତ ରହିବା ଦରକାର, ବାକ୍ୟରେ ସ୍ଥିର ରହିବା, ଆଉ ବାକ୍ୟକୁ ବିଶ୍ୱାସ କରି ଧୈର୍ଯ୍ୟ ସହିତ ରହିବା। ପ୍ରଭୁ କରିବେ ହିଁ କରିବେ। ଯେ ପ୍ରତିଜ୍ଞା କରିଛନ୍ତି ସେ ବିଶ୍ୱସ୍ତ, ସେ ନିଶ୍ଚୟ ସଫଳ କରିବେ। ସେ ମନୁଷ୍ୟ ନୁହନ୍ତି ଯେ ସେ ମିଥ୍ୟା କହିବେ। ସେ ଯାହା ବି କହିଛନ୍ତି ସେ ତା ପୁରା କରିବେ ହିଁ କରିବେ। ସେଟା କେବେ ଆଉ ନ ହେବ, ଏହା ଅସମ୍ଭବ। ପରମେଶ୍ୱର ଯାହା ବି ପ୍ରତିଜ୍ଞା କରିଛନ୍ତି, ବାଇବଲର ସବୁ ପ୍ରତିଜ୍ଞାମାନଙ୍କୁ ଦିଆଯାଇଛି। ବିଶ୍ୱାସ କରୁଥିବା ଲୋକମାନଙ୍କୁ ପ୍ରତିଜ୍ଞା ଦିଆଯାଇଛି। ତେବେ ସବୁ ଯେତେ ପ୍ରତିଜ୍ଞା ଅଛି ସେ ପ୍ରତିଜ୍ଞାକୁ ବିଶ୍ୱାସ କରିବା, ଆଉ ସେ ବାକ୍ୟରେ ସ୍ଥିର ହୋଇ ରହିବା, ଆଉ ଧୈର୍ଯ୍ୟ ସହିତ ଆମେ ରହିବା। ନିଶ୍ଚିତ ଭାବରେ ପ୍ରଭୁ ସେ ବାକ୍ୟକୁ ପୁରା କରିବେ ହିଁ କରିବେ, ସଫଳ ହେବ ହିଁ ହେବ। ତେବେ ପରମେଶ୍ୱର ମାନେ ଇସ୍ରାଏଲମାନଙ୍କୁ ଯେତେ ମଙ୍ଗଳର କଥା କହିଥିଲେ, ସେ ସବୁ ପ୍ରତିଜ୍ଞାକୁ ସେ କ'ଣ କଲେ, ସଫଳ କଲେ। ଗୋଟିଏ କଥା ବି ବିଫଳ ହୋଇ ନାହିଁ। ଯେ ମୋର ପ୍ରିୟ ବାଲେ, ପ୍ରଭୁଙ୍କ ଉପରେ ବିଶ୍ୱାସ କରିବା, ସେ ଯାହା ବି କରିଛନ୍ତି, ଯେ ଯାହା ବି ପ୍ରତିଜ୍ଞା ଦେଇଛନ୍ତି, ସେସବୁ ଉପରେ ବିଶ୍ୱାସ କରିବା, ଆଉ ସେ ବାକ୍ୟରେ ସ୍ଥିର ରହିବା, ଆଉ ଧୈର୍ଯ୍ୟ ସହିତ ରହିବା। ଏହା ପରମେଶ୍ୱରଙ୍କର ସବୁ ପ୍ରତିଜ୍ଞା ଆମର ଜୀବନରେ ଘଟିବ। ଧୈର୍ଯ୍ୟ ଧରିବା, ସ୍ଥିରରେ ରହିବା। ଗଡ୍ ବ୍ଲେସ୍ ୟୁ। ଥ୍ୟାଙ୍କ ୟୁ।